ଆପଣ ଯଦି ଏଇ ଭିଡ଼ିଓ ଫାଷ୍ଟ ଲାଷ୍ଟ ଯାଏଁ ଦେଖି ଦେଉଛନ୍ତି, ସୁଭଦ୍ରା ଯୋଜନାର ଯେଉଁ 17 ତାରିଖରେ ଯେଉଁ ପ୍ରଥମ କିସ୍ତି ମିଳିବ, କେଉଁମାନଙ୍କୁ ମିଳିବ ସବୁ କିଛି ଡିଟେଲ୍ସ ମଧ୍ୟ ଜାଣିପାରିବେ। ଫାଷ୍ଟ କରି କଥା କହୁଛି, ଫାଷ୍ଟ ଆମ ଚ୍ୟାନେଲକୁ ଭିଜିଟ୍ କରିଦେଲେ ନିହାତି ଭାବରେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅଲ୍ରେ କ୍ଲିକ୍ କରିବେ। ଯଦି ବି କିଛି ବି ଡାଉଟ୍ ଅଛି ନିହାତି କମେଣ୍ଟ ବକ୍ସରେ ନିଜର ମତ ଦେଇଦେବ। ବର୍ତ୍ତମାନ ଟାଇମ୍ରେ ଆଜି ହେଉଛି 15 ତାରିଖରେ ଯେଉଁ ଭିଡ଼ିଓ ଅପଲୋଡ଼ କରୁଛି, ସୁଭଦ୍ରା ଆଜି ସୁଦ୍ଧା ଆବେଦନ କରିଥିଲେ ପ୍ରଥମ ମାନେ 17ରେ ପ୍ରଥମ କିସ୍ତି। ଓକେ, ମାନେ ଆଜି 15 ତାରିଖ ପୂର୍ବରୁ ଯେଉଁମାନେ ବି ଫର୍ମ ଆପ୍ଲାଏ କରିଛନ୍ତି ତ ନିହାତି ଭାବରେ 17 ତାରିଖରେ ପ୍ରଥମ କିସ୍ତି ମିଳିବ। ଆଉ ସମସ୍ତଙ୍କୁ ମଧ୍ୟ ଡାଉଟ୍ ରହୁଛି, କିଛି କିଛି ଲୋକଙ୍କର ତ 10 ତାରିଖ ପୂର୍ବରୁ ଯେଉଁମାନେ କରିଥିଲେ OTP ଥ୍ରୋରେ କରିଥିଲେ କିମ୍ବା ଫିଙ୍ଗରପ୍ରିଣ୍ଟ ମାନେ ଆଖି ସାହାଯ୍ୟ କରିଥିଲେ, ଆଉ ଯେଉଁମାନେ ବି 10ରୁ 13 ଯାଏଁ କରିଥିଲେ ସେମାନଙ୍କୁ ବିନା OTP ଥ୍ରୋରେ ମଧ୍ୟ କରିଥିଲେ, ବିନା ଇ-କ୍ୱେସ୍ ଥ୍ରୋରେ। ଆଉ ଯେଉଁମାନେ ବି ଏବେ ମଧ୍ୟ ଆପ୍ଲାଏ କରୁଛନ୍ତି ସେମାନେ କେବଳ ଫିଙ୍ଗରପ୍ରିଣ୍ଟ ଏବଂ ଆଇ ଥ୍ରୋରେ ମଧ୍ୟ ରେଜିଷ୍ଟ୍ରେସନ୍ ହେଉଛି। ତ ସତରେ କ'ଣ ପଇସା ମିଳିବ? ନିହାତି ମିଳିବ। ତ ଆପଣ ଯେଉଁ ଥ୍ରୋରେ ବି ମଧ୍ୟ ରେଜିଷ୍ଟ୍ରେସନ୍ କରିଥାନ୍ତୁ, ଯଦି ଆପଣମାନେ ବିନା OTP ଥ୍ରୋରେ ରେଜିଷ୍ଟ୍ରେସନ୍ କରିଥାନ୍ତୁ ଆପଣଙ୍କୁ ମଧ୍ୟ ଇ-କ୍ୱେସ୍ କରିବ, ନହେଲେ ବି ପରେ ପଇସା ମିଳିସାରିଲା ପରେ ଆପଣମାନେ ଇ-କ୍ୱେସ୍ ମଧ୍ୟ କରିପାରିବେ। ଟେନସନ୍ ଆଉ କିଛି ଦରକାର ନାହିଁ, ସେ ଅଲରେଡ଼ି ମେନସନ୍ କରିଦେଇଛି। ଯେଉଁମାନେ ବି ଆଜି ସୁଦ୍ଧା ଆବେଦନ କରୁଛନ୍ତି ନିହାତି ଭାବରେ ଆପଣଙ୍କ 17 ତାରିଖରେ ପ୍ରଥମ କିସ୍ତି ମିଳିବ। ସେ ଅଲରେଡ଼ି କହିଦେଇଛି। ପ୍ରଧାନମନ୍ତ୍ରୀ ଆପଣ ଜାଣିଥିବେ ନରେନ୍ଦ୍ର ମୋଦିଙ୍କର 17 ତାରିଖ ଦିନ ଜନ୍ମଦିନ ରହୁଛି, ଓଡ଼ିଶାକୁ ଆସିଯିବେ। ଯେଉଁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ଏ ପର୍ଯ୍ୟନ୍ତ ପ୍ରାୟ 50 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ଆବେଦନ କରିଥିବା ବେଳେ ଆବେଦନକାରୀ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଆଉ ସେପ୍ଟେମ୍ବର 15 ସୁଦ୍ଧା ଆବେଦନ କରିସାରିଥିବା ମହିଳାମାନଙ୍କୁ ମୁଁ ଅଲରେଡ଼ି ମୁଁ ଦେଖାଇ ଦେଉଛି, 17 ତାରିଖରେ ତାଙ୍କର ପ୍ରଥମ କିସ୍ତି ମିଳିଯିବ। ଏହାପରେ ମଧ୍ୟ ଆବେଦନ ପ୍ରକ୍ରିୟା ମଧ୍ୟ ଜାରି ରହିବ। ପରବର୍ତ୍ତୀ ସମୟରେ ଅବଶିଷ୍ଟ ଯୋଗ୍ୟ ହିତାଧିକାରୀଙ୍କୁ ପୁଣି ପ୍ରଥମ କିସ୍ତି ଟଙ୍କା ଦିଆଯିବ। ଶନିବାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏମିତି ନାହିଁ କି ଆପଣମାନେ ଯେଉଁମାନଙ୍କୁ 17 ତାରିଖରେ ମିଳିବ ଆଉ ଯେଉଁମାନଙ୍କୁ ମିଳିବ ନାହିଁ, ଏମିତି ନାହିଁ କି ଆପଣମାନଙ୍କୁ ମିଳିବ ନାହିଁ, ଆପଣଙ୍କୁ 100% ମିଳିବ। ଯେଉଁମାନଙ୍କୁ ମିଳିବ 100%, ଯେଉଁମାନେ ବି ଆପଣ ଯୋଗ୍ୟ ସୁଭଦ୍ରା ଯୋଜନା ପାଇଁ ମିଳିବା ପାଇଁ ଯୋଗ୍ୟ, ନିହାତି ଭାବରେ ଆପଣମାନଙ୍କୁ 50,000 ମିଳିବ। ଏମିତି ନାହିଁ କି କେଉଁଥିରେ ମିଳିବ। ତ ନିହାତି ଭାବରେ ଆପଣମାନଙ୍କୁ 17 ତାରିଖରୁ ଷ୍ଟାର୍ଟ ମିଳିବ। 17 ତାରିଖରୁ ମିଳିପାରେ, 18 ତାରିଖରୁ ମିଳିପାରେ, 19 ତାରିଖରୁ ମିଳିପାରେ। ଅଲରେଡ଼ି ବି ସେ ମେନସନ୍ କରିଦେଇଛି ସମସ୍ତଙ୍କୁ ପଇସା ମିଳିବ ପ୍ରଥମ କିସ୍ତି। ଏମିତିକି ଦିନେ ଦୁଇ ଦିନ ଲେଟ୍ ହୋଇପାରେ। ତାର ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟକ୍ରମ ଏବଂ ଯୋଜନାକୁ ସଫଳ କରିବା ପାଇଁ ହେଲା କି ଭାଜପା ପକ୍ଷରୁ ବ୍ୟବସ୍ଥା ପ୍ରସ୍ତୁତି କରାଯାଇଛି। ବ୍ଲକ ସ୍ତରୀୟ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ବିଧାୟକ ଏବଂ ଦଳୀୟ ନେତା ଉପସ୍ଥିତ ରହିବେ। ରବିବାର ରାଜଧାନୀରୁ ଆରମ୍ଭ କରି ପ୍ରତି ପଞ୍ଚାୟତରେ ସୁଭଦ୍ରା ଯୋଜନା ପଦଯାତ୍ରାରେ ଆୟୋଜନ କରାଯାଇଛି। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ସାମିଲ ହେବେ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରାୟ 1 ଲକ୍ଷ ମହିଳାଙ୍କୁ ସାମିଲ କରିବା ପାଇଁ ଯୋଜନା କରାଯାଇଛି। ସେହିପରି ବ୍ଲକରେ 5,000 ଲେଖାଏଁ ମହିଳାଙ୍କୁ ଏକାଠି କରି LED ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସିଧା ପ୍ରସାରଣ କରାଯିବ। ପଞ୍ଚାୟତ ସ୍ତରୀୟ ସୁଭଦ୍ରା ସ୍ୱାଗତ ବା ସପ୍ତାହ ପାଳନ ହେବ। ଓକେ, ଆପଣମାନେ ନିଜେ ବି ଜାଣିପାରିଥିବେ ପ୍ରତି ଅଞ୍ଚଳରେ ଜଣେ ଜଣେ ସଫଳ ମହିଳାଙ୍କୁ ବାଛି ସୁଭଦ୍ରା ଅପା ଆଖ୍ୟା ଦିଆଯିବ। ଅନ୍ୟ ପକ୍ଷରେ ସମସ୍ତ ବିଭାଗର ଚିଠି ଏବଂ ଇମେଲ୍ ଥ୍ରୋରେ ସୁଭଦ୍ରା ଲୋଗୋ ବ୍ୟବହାର କରି ନିର୍ଦ୍ଦେଶ କରିଦିଆଯାଇଛି। ଏଥିସହିତ ସବୁ ବିଭାଗର ୱେବସାଇଟ୍ ଓ ପୋର୍ଟାଲ ଏବଂ ଆପ୍ରେ ସୁଭଦ୍ରା ଲିଙ୍କ ପ୍ରଦର୍ଶନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ବେଳେ 10 ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବାଣ୍ଟିବେ। ଓଡ଼ିଶାରୁ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ। ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି ଯେ ସେହି ଦିନ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପ୍ରଥମ କିସ୍ତି ବାବଦକୁ 3,180 କୋଟି ଟଙ୍କା ପଠାହେବ। ଓକେ, ସେ ଅଲରେଡ଼ି ବି ମେନସନ୍ କରିଦେଇଛି। ଏବଂ ବି ତାର 17 ତାରିଖରେ ଭୁବନେଶ୍ୱର ସବୁ ସ୍କୁଲ କଲେଜ ଛୁଟି ରହିବ, ସରକାରୀ କାର୍ଯ୍ୟାଳୟ ଅଧା ଦିନ ଛୁଟି ରହିବ। ସେ ଅଲରେଡ଼ି ବି କହିଦେଇଛନ୍ତି। ଆପଣମାନେ ଜାଣିଲେ, ଯେଉଁମାନେ ବି 15 ତାରିଖ ପୂର୍ବରୁ ଫର୍ମ ଆପ୍ଲାଏ କରିଛନ୍ତି ନିହାତି ଭାବରେ 17 ତାରିଖ ଦିନ କିସ୍ତି ମିଳିବ। ଯଦି ଆପଣଙ୍କୁ 17 ତାରିଖରେ କିସ୍ତି ମିଳୁନି, ଆପଣମାନେ ଯଦି ଫର୍ମଟା ରିଜେକ୍ଟ ହେଇଯାଉଛି ନିହାତି ଭାବରେ ଆପଣମାନେ ମଧ୍ୟ ଆଉଥରେ ଆପ୍ଲାଏ କରିବେ, ନହେଲେ ଏଡ଼ିଟ୍ ମଧ୍ୟ କରିପାରିବେ। ଓକେ, ତ ଆଉ ଗୋଟେ କଥା, ଯଦି ଆପଣଙ୍କ 17 ତାରିଖରେ ପଇସା ମିଳୁନି, ଯଦି ଆପଣଙ୍କର ସବୁ ଠିକ୍ଠାକ୍ ଅଛି, ତାହେଲେ ନିହାତି ଭାବରେ ଆପଣଙ୍କର ନେକ୍ସଟ 19 ମିଳିପାରେ, 10 ମିଳିପାରେ, 21 ମିଳିପାରେ, 22 ମିଳିପାରେ। ଏମିତି ଟେନସନ୍ କିଛି ବି ଦରକାର ନାହିଁ, ଆପଣଙ୍କୁ 100% ମିଳିବ। ଆପଣମାନେ ନିହାତି ଭାବରେ ଆଧାର କାର୍ଡ଼ ବ୍ୟାଙ୍କ ସହିତ ସେଡ଼ିଂ କରି ନିହାତି ଭାବରେ କରିଦିଅନ୍ତୁ ଯଦି ବି ଲିଙ୍କ ନାହିଁ। ଓକେ, ଆଉ କିଛି ବି ଦରକାର ନାହିଁ। ଆଧାର କାର୍ଡ଼ ଫୋନ୍ ଲିଙ୍କ ଥିବା ଦରକାର, ନା କିଛି ବି ଦରକାର ନାହିଁ। କେବଳ ଆଧାର କାର୍ଡ଼ ବ୍ୟାଙ୍କ ସହିତ ଲିଙ୍କ ଥିବା ଦରକାର। ନିହାତି ଭାବରେ ଆପଣମାନେ ଏଲିଜିବୁଲ୍ ହୋଇପାରିବେ। এই ଫର୍ମଟି
ଆପ୍ଲାଏ କରିପାରିବେ। ଯେଉଁମାନେ ଆପ୍ଲାଏ କଲେ ନିହାତି ଭାବରେ ଜଲ୍ଦି ଆପ୍ଲାଏ କରିଦିଅ। ଯେଉଁମାନେ 15 ତାରିଖ ପୂର୍ବରୁ ଆପ୍ଲାଏ କରିଛନ୍ତି ନିହାତି ଭାବରେ ତାଙ୍କ ପଇସା 17 ତାରିଖ ଦିନ ମିଳିଯିବ। ଆଉ ଯେଉଁମାନେ ବି ଆପ୍ଲାଏ କରିବେ ଟେନସନ୍ ହେବା କିଛି ଦରକାର ନାହିଁ। ଆପଣମାନେ ଫାଷ୍ଟ କରି ଲିଙ୍କ ଆଧାର ବ୍ୟାଙ୍କ ସହିତ ଲିଙ୍କ ଆଧାର କାର୍ଡ଼ କରିଦିଅନ୍ତୁ। ଆପଣମାନେ ଆପ୍ଲାଏ କରି ନିହାତି ଭାବରେ ଆପଣଙ୍କୁ ପଇସା ମିଳିବ। ସେଥିରେ ଟେନସନ୍ ହେବା କିଛି ବି ଦରକାର ନାହିଁ। ଯଦି ବି କିଛି ଡାଉଟ୍ ଅଛି ନିହାତି କମେଣ୍ଟ ବକ୍ସରେ ନିଜର ମତ ଦେଇଦେବେ। ତ ରହୁଛି ଦେଖା ନେକ୍ସଟ ଭିଡ଼ିଓରେ। ସେଥିପାଇଁ ଜୟ ଜଗନ୍ନାଥ।